ବଡ କଥା ହେଉଛି ଯେ ଫକୀରମୋହନ ତାଙ୍କ ନୀଳଗିରିରେ ସେ ଯାହା କରିଥିଲେ ଯେତେବେଳେ ସେ ଆସୁଛନ୍ତି ମାନେ ଡୋମପଡାକୁ ଆସୁଛନ୍ତି ସେ ଡୋମପଡାକୁ ଆସିଲା ପରେ ପରେ ସେତେବେଳେ ମଧ୍ୟ ସେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଆମେ ଜାଣିଛୁ ନୀଳଗିରି ଥିଲାବେଳେ ଯୋଉ ଦକ୍ଷିଣ ଦିଗରେ ବିଷ୍ଣୁପୁର ପାହାଡ ଶିଖର ଯୋଉ ମୁଗୁନି ପଥର ଖଣି ଥିଲା, ପଥରେ ଆମେ ଖଣିରୁ ପଥର କାଟି ସେଥିରେ ସୁନ୍ଦର ସୁନ୍ଦର ଯୋଉ ଘରୋଇ ବାସନ ତିଆରି କରୁଥିଲେ ଏବଂ ତାକୁ ବିକ୍ରି କରିକି ପ୍ରଚୁର ଅର୍ଥ ପାଉଥିଲେ। ତେଣୁ ମାହାଲଦାରୀ ପ୍ରତିବର୍ଷ ନିଲାମ ମଧ୍ୟ ହୁଏ, ଅଧିକ ଟଙ୍କା ଦେଉଥିବା ବ୍ୟକ୍ତି ନିଲାମ ପାଇଥାନ୍ତି। କିନ୍ତୁ କଣ୍ଢେଇ ମିଶ୍ର ଯିଏ ସେ ଅଧିକ ଟଙ୍କା ଦେବାରୁ ମାହାଲଦାର ସମ୍ବନ୍ଧ ମଧ୍ୟ ସେ ପାଇଲା, ପଟ୍ଟା ପାଇନଥିବା ବ୍ୟକ୍ତିଙ୍କୁ ପଥର କାଟିବାକୁ ସେ ନିଷେଧ କଲା ଏବଂ ଯାହା ଦ୍ୱାରା ଗଣ୍ଡଗୋଳ ମଧ୍ୟ ହେଲା। ତେଣୁ ପ୍ରଜାମାନଙ୍କୁ ଯଥାବିଧି ସମ୍ଭାଳି ପାରିନଥିବାରୁ ଏବଂ କହ୍ନେଇ ମିଶ୍ରଙ୍କ ଅତ୍ୟାଚାର ପ୍ରତିବନ୍ଧକ କ୍ଷେତ୍ରରେ ଫକୀରମୋହନଙ୍କୁ ମଧ୍ୟ ତିରସ୍କୃତ ହେବାକୁ ପଡିଲା। ଯାହା ପରବର୍ତ୍ତୀ ସମୟରେ ସେ ସେଠୁ ଏଇଭଳି ଏକ ସମୟରେ ତାଙ୍କୁ ସେଠୁ ବିଦା ହେବାକୁ ପଡିଲା ଏବଂ 1876 ମସିହାରେ ସେ ଜନ୍ ବିମ୍ସଙ୍କ ସହାୟତାରେ ଡୁମପଡାରେ ଦେବାନ ଭାବରେ ନିଯୁକ୍ତି ପାଇଲେ ଏବଂ ଯେତେବେଳେ ଡୁମପଡାର ରାଜା ଏବଂ ପ୍ରଜାଙ୍କ ଭିତରେ ଏ ଯୋଉ ଖଜା ହାର ବୃଦ୍ଧିକୁ ନେଇକରି ଗୋଟେ ବିବାଦ ଚାଲିଥିଲା, ପ୍ରଜାମାନେ ଶାବକ ଦଳ ଠାରୁ ଅଧିକ ଖଜା ଆଣିବାକୁ ଚାହୁଁନଥିବା ବେଳେ ରାଜା ଆବାଦି ଜମି ବିନା କରରେ ବହୁ କୋଟିଆ ପ୍ରଜାମାନଙ୍କ ଉପରେ ବର୍ତ୍ତମାନ ପରିସ୍ଥିତି ଅନୁଯାୟୀ କର ଧାର୍ଯ୍ୟ କରିବାକୁ ଚାହୁଁଥିଲେ। ତେଣୁ ଏ ପ୍ରକାର ପରିସ୍ଥିତିରେ ରାଜା ନିଜ ଜିଲ୍ଲାରେ ନ ରହିକି ସବୁବେଳେ କଟକରେ କଲିକତାରେ ଲୁଚି ଲୁଚି ବୁଲୁଥିଲେ। ମାମଲାର ଖର୍ଚ୍ଚ ବଢି ଯାଇଥିଲା। ତେଣୁ ଜନ୍ ବିମ୍ସ ମଧ୍ୟ ପ୍ରଜାମାନଙ୍କ ଉପରେ ଅଧିକ କର ଧାର୍ଯ୍ୟର ପକ୍ଷପାତୀ ମଧ୍ୟ ନଥିଲେ। କିନ୍ତୁ ଚତୁର ଫକୀରମୋହନ ନିଜର ଉପସ୍ଥିତି ବୃଦ୍ଧି ଦ୍ୱାରା ପ୍ରଧାନ ମାନଙ୍କୁ ବୋକା ବନେଇ ସମାଧାନ ଦଣ୍ଡ ଭେଦ ତା ଦ୍ୱାରା ସମସ୍ୟାର ସମାଧାନ କରିଦେଲେ। କିନ୍ତୁ ନିଧି ପଟ୍ଟନାୟକଙ୍କ ସହିତ ଫକୀରମୋହନଙ୍କ ଯୋଉ କୂଟ ଏବଂ କପଟ ବ୍ୟବହାର କରି ପ୍ରଜାମାନଙ୍କୁ ଦାବିକୁ ଅଗ୍ରାହ୍ୟ କରିଥିଲେ ଏବଂ ଯେଉଁଥିପାଇଁ ରାଜାଙ୍କର ମାମଲାରେ ଜୟ ହୋଇଥିଲା, ପରବର୍ତ୍ତୀ ସମୟରେ ନିଧି ପଟ୍ଟନାୟକଙ୍କ ପ୍ରତି କରିଥିବା ଅନ୍ୟାୟ ପାଇଁ ପ୍ରାୟଶ୍ଚିତ୍ତ ସ୍ୱରୂପ ତାଙ୍କର ଦେହ ବକେୟା ଖଜଣା ନିଜ ହାତରୁ ଦେଇଥିଲେ ବୋଲି ଫକୀରମୋହନ ନିଜେ ସ୍ୱୀକାର କରିଛନ୍ତି। ତେଣୁ ନୂଆ କର ଧାର୍ଯ୍ୟ ରାଜାଙ୍କର ବିଶ୍ୱସ୍ତ ଭାଜନ ଏବଂ ପ୍ରଜାମାନଙ୍କୁ ଯଥାସାଧ୍ୟ ନ୍ୟାୟ ପ୍ରଦାନ କରି ବନ୍ଦୋବସ୍ତ କାର୍ଯ୍ୟ ଶେଷ ହେବାର ଅପନ୍ୟ ପୂର୍ବରୁ ଢେଙ୍କାନାଳର ଆସିଷ୍ଟାଣ୍ଟ ମ୍ୟାନେଜର ଚାକିରି ପାଇ ସେ ଡୋମପଡାରୁ ଫେରି ଆସିଥିଲେ ଏବଂ 1877 ପର୍ଯ୍ୟନ୍ତ ଫକୀରମୋହନ ଢେଙ୍କାନାଳରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ କାର୍ଯ୍ୟ କରିଥିଲେ। ଡୋମପଡାରେ ସେ ଯେପରି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅର୍ଜନ କରିଥିଲେ, କିନ୍ତୁ ଢେଙ୍କାନାଳରେ ତାର ବିପରୀତ ଘଟିଲା। ଏହି ସମୟରେ ସେ ଉଭୟ ମାନସିକ ଏବଂ ଶାରୀରିକ ପୀଡା ଦ୍ୱାରା ପୀଡିତ ହେଇଥିଲେ। ପୁନେ ଢେଙ୍କାନାଳରେ କାର୍ଯ୍ୟରତ ଥିବା ସମୟରେ ମନମୋହନ ନାମରେ ତାଙ୍କର ଜନ୍ମ ଘଟିଥିବା ଶିଶୁ ପୁତ୍ରଟିର ଅକାଳ ବିୟୋଗ ଘଟିଲା। ମାନସିକ ଭାରସାମ୍ୟ ହରାଇ ବସିଥିବା ପତ୍ନୀକୁ ସାନ୍ତ୍ୱନା ଦେବା ପାଇଁ ସେ ରାମାୟଣ ଅନୁବାଦ କାର୍ଯ୍ୟରେ ହାତ ଦେଇଥିଲେ ଏବଂ ତାଙ୍କର ଦ୍ୱିତୀୟ ପୁତ୍ର ମଧ୍ୟ ସେଇ ଢେଙ୍କାନାଳରେ କାର୍ଯ୍ୟ କରୁଥିବା ସମୟରେ ଜନ୍ମ ହେଇଥିଲା। ତେଣୁ ଉତ୍କଳ ସ୍ଥାୟୀ କମିଶନର ରେଭେନ୍ସା ସାର୍ ଏବଂ କଟକ ଜିଲ୍ଲାର କଲେକ୍ଟର ଜନ୍ ବିମ୍ସଙ୍କ ମଧ୍ୟରେ ସେତେବେଳେ ଗୋଟିଏ ମନୋମାଳିନ୍ୟ ଘଟିଥିଲା ଏବଂ ତାର ସମାଧାନ ନିମିତ୍ତ ଲେଫ୍ଟନାଣ୍ଟ ଗଭର୍ଣ୍ଣର ରେଭେନ୍ସାକୁ ବର୍ଦ୍ଧମାନର କମିଶନର ଭାବରେ ଏବଂ ଜନ୍ ବିମ୍ସକୁ ଶ୍ରୀହଟ୍ଟର ଜଜ୍ ଏବଂ କମିଶନର ଭାବରେ ନିଯୁକ୍ତି କଲେ। ତେଣୁ ଓଡିଶାରେ ଏଇ ଯୋଉ ଦୁଇ ହିତୈଷୀ ବର୍ତ୍ତମାନ ଓଡିଶାରୁ ଦୂରେଇ ରହିବାକୁ ବାଧ୍ୟ ହେଲେ। ବିଶେଷ କରି ଫକୀରମୋହନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସହାୟତା କରୁଥିବା ବିମ୍ସ ଦୂରେଇ ଯିବାରୁ ତାଙ୍କର ଭାଗ୍ୟାକାଶରେ ମଧ୍ୟ ପରିବର୍ତ୍ତନ ଘଟିଲା। ତେଣୁ ଢେଙ୍କାନାଳର କିଛି ଯୋଉ ଈର୍ଷାପରାୟଣ ବ୍ୟକ୍ତି ଥିଲେ ତାଙ୍କ ବିଷୟରେ ବାରମ୍ବାର କମିଶନରଙ୍କ ନିକଟକୁ ଦରଖାସ୍ତ ଦେଲେ। ଶାରୀରିକ ପୀଡା ଯୋଗୁଁ 6 ମାସ ସେ ଛୁଟିରେ ରହିବା ବେଳେ ବିପକ୍ଷ ଦଳ ସକ୍ରିୟ ହୋଇ ତାଙ୍କ ବିରୁଦ୍ଧରେ ବିଭିନ୍ନ ମିଥ୍ୟା ପ୍ରମାଣ ଯୋଗାଇ ଦେଲେ ଏବଂ ଯୋଉଥିପାଇଁ ଫକୀରମୋହନ ମାନସିକ ସ୍ଥିରତା ହରାଇ ବସିଥିଲେ ଏବଂ ସର୍ବଶେଷରେ ପରିସ୍ଥିତି ଏପରି ଶୋଚନୀୟ ହେଲା ଯାହା ଦ୍ୱାରା ସେ ବାଧ୍ୟ ହୋଇ କାର୍ଯ୍ୟରୁ ଇସ୍ତଫା ଦେଇ ଫେରି ଆସିଲେ ଏବଂ 1883 ମସିହା ସେପ୍ଟେମ୍ବର 30 ତାରିଖରେ ଢେଙ୍କାନାଳରୁ କାର୍ଯ୍ୟ ତ୍ୟାଗ କରି ଆସିବା ପରେ ଅର୍ଥାଗମର ଉପାୟ ନଥିବାରୁ ସେ ଆର୍ଥିକ ସଂକଟ ଦେଇକି ଗତି କରୁଛନ୍ତି। ଏହି ସମୟରେ ସେ ଆମେ ଦେଖୁଛୁ ସେ ରାମାୟଣ ଅନୁବାଦ ମଧ୍ୟ କରୁଛନ୍ତି। ଏଇ ସମୟରେ କେନ୍ଦୁଝର ମହାରାଜ ତାଙ୍କ ନିକଟକୁ ଗୋଟେ ନିଯୁକ୍ତି ପତ୍ର ପଠାଇଥିଲେ, କିନ୍ତୁ ସେ ଅବହେଳା ବଶତଃ ପଢି ନ ପାରି କଲିକତା ଠାରେ ଅନୁଷ୍ଠିତ ହେଇଥିବା ଆନ୍ତର୍ଜାତିକ ପ୍ରଦର୍ଶନ ଦେଖିବାକୁ ଚାଲି ଯାଇଥିଲେ। ସେଠାରୁ ଫେରି ନିଯୁକ୍ତି ପତ୍ର ପାଠ କରି ଅନୁସନ୍ଧାନ ଜାଣିଲେ ତାଙ୍କଠାରୁ କୌଣସି ଉତ୍ତର ନ ପାଇ କେନ୍ଦୁଝର ମହାରାଜା କୁଞ୍ଜ ବିହାରୀ ଦେଙ୍କୁ ସେହି ପଦରେ ନିଯୁକ୍ତି ଦେଇ ସାରିଛନ୍ତି। ଯାହା ହେଉ ନନ୍ଦକିଶୋର ଦାସଙ୍କ ସହାୟତାରେ ସେ ଦଶପଲ୍ଲାର ଦେବାନ ଭାବରେ ନିଯୁକ୍ତି ପାଇଲେ। ଦଶପଲ୍ଲାର ଯୋଉ ରାଜା ଥିଲେ ସେ ନିତାନ୍ତ ନିର୍ବୋଧ ଥିଲେ ଏବଂ ଜ୍ଞାନହୀନ ଥିଲେ ଏବଂ ଜିଦିଆ ମଧ୍ୟ ଥିଲେ। ତେଣୁ ତାଙ୍କୁ ସତ୍ ପରାମର୍ଶ ଦେବା ନିମିତ୍ତ ସରକାରଙ୍କ ତରଫରୁ
ବିଭିନ୍ନ ସମୟରେ ଦେବା ନିଯୁକ୍ତି ହଉଥିଲେ ଏବଂ ଏଇ ଅଞ୍ଚଳରେ ଅଧିକାଂଶ ଲୋକ କନ୍ଧ ଏବଂ ଖଇରା ଜାତିରେ ହେଇଥିବାରୁ ସେମାନେ ଆଦୌ ମିଥ୍ୟା କହନ୍ତି ନାହିଁ। 1884-86 ଏଇ 2 ବର୍ଷ ସେ ଦଶପଲ୍ଲା ଦେୱାନ ଭାବରେ କାର୍ଯ୍ୟ କରିବା ସମୟରେ ଜୋରମ ଗ୍ରାମ ଏବଂ ଅନୁଗୁଳର ସୀମାରେଖା ନିର୍ଦ୍ଧାରଣ କରି ସେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିଲେ ଏବଂ ଜୋରମ ନିକଟସ୍ଥ ମହାନଦୀ ବନ୍ୟା ସମୟରେ ଜନସାଧାରଣଙ୍କର କ୍ଷତି ସାଧନ କରୁଥିବାରୁ ଘାଇ ସ୍ଥାନରେ ପଥବନ୍ଧ ନିର୍ମାଣ କରି ଗ୍ରାମବାସୀ ମାନଙ୍କୁ ବନ୍ୟା ପ୍ରକୋପରୁ ରକ୍ଷା କରିଥିଲେ। ପୁଣି ପାଖରେ ଗୋଟେ ସେତୁବନ୍ଧ ନିର୍ମାଣ କରିଥିଲେ ଏବଂ ତାଙ୍କର ସ୍ମୃତି ପାଇଁ ସେଇ ବନ୍ଧକୁ ଫକୀରମୋହନ ବନ୍ଧ ନାମରେ ନାମିତ କରାଯାଇଥିଲା। ତେଣୁ 1886-87 ତାପରେ ପାଲରାୟ ଦେବାନୀ ଭାବରେ ନିଯୁକ୍ତି ପାଇଥିଲେ। ଏ ସ୍ଥାନରେ ଫକୀରମୋହନ କୌଣସି କାର୍ଯ୍ୟ କରିପାରି ନାହାନ୍ତି। କେବଳ ବସି ବସି ମାନେ ଚୌପଟି ଖେଳି ଏବଂ ମହାଭାରତ ଅନୁବାଦ କରି ସେ ସମୟ କଟେଇଥିଲେ। 1887-92 ଏଇ 5 ବର୍ଷ ଫକୀରମୋହନଙ୍କ ଦେବାନୀ ଜୀବନର ସବୁଠାରୁ ବିପଦପୂର୍ଣ୍ଣ ଏବଂ ସଂକଟମୟ ସମୟ। ମାନେ ନିଯୁକ୍ତିର ପ୍ରଥମ ବର୍ଷରେ କେନ୍ଦୁଝର ଏବଂ ସୁକିନ୍ଦା ଅଧିବାସୀଙ୍କ ମଧ୍ୟରେ ଗୋଟେ ଫୌଜଦାରୀ ମୋକଦ୍ଦମା ହେଇଥିଲା। ଯାଜପୁର ଅଦାଲତ ସୁକିନ୍ଦା ଅଧିକାରୀଙ୍କ ସପକ୍ଷରେ ନ୍ୟାୟ ଦେଲେ। ସେତେବେଳେ ହାଇକୋର୍ଟ କଲିକତାରେ ଥିଲା ଏବଂ ଓଡିଶାର ହାଇକୋର୍ଟ ହେଇନଥିଲା। କେସଟି ହାଇକୋର୍ଟକୁ ଯିବାରୁ ଫକୀରମୋହନ କଲିକତା ଯାଇ ମାମଲା ଚଳାଇ ଡିଗ୍ରୀ ଆଣିଲେ। ସେଥିପାଇଁ କେନ୍ଦୁଝର ରାଜା ଖୁସି ହୋଇ ତାଙ୍କ ବେତନ 100 ଟଙ୍କାରୁ 100 କୋଟି ଟଙ୍କା ବଢେଇ ଦେଇଥିଲେ। ପୁଣି କେନ୍ଦୁଝର ଓ ଛୋଟନାଗପୁର ସୀମାନ୍ତ ନେଇ ଯୋଉ ବିବାଦ ଚାଲିଥିଲା ସେ ଦାୟିତ୍ୱ ମଧ୍ୟ ଫକୀରମୋହନଙ୍କୁ ଦିଆଯାଇଥିଲା। ଏଥିରେ ସେ କେନ୍ଦୁଝରର କେତେ ଯୋଉ ଅପହୃତ ଜମି ଉଦ୍ଧାର କରି ଆଣିଥିଲେ ରାଜା ତାଙ୍କୁ ପ୍ରତି ବିଶେଷ ସନ୍ତୁଷ୍ଟ ହେଇଥିଲେ ଏବଂ କେନ୍ଦୁଝର ଦେବାନ ଥିବା ବେଳେ 1891 ଯେଉଁ ଭୟଙ୍କର ପ୍ରଜାମାଳି ହେଇଥିଲା ତାର ପ୍ରତିକାର କ୍ଷେତ୍ରରେ ଫକୀରମୋହନ ଯେଉଁ ବୁଦ୍ଧିମତ୍ତାର ପରିଚୟ ଦେଇଥିଲେ ତାହା ଯେକୌଣସି ବ୍ୟକ୍ତିଙ୍କଠାରୁ ଆଶା କରାଯାଇ ପାରେ ନାହିଁ। এই ମେରିର କାରଣ ସମ୍ପର୍କରେ ଫକୀରମୋହନ ତାଙ୍କ ଆତ୍ମଜୀବନରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ଯାହା ହଉ ଧରଣୀଧର ଏବଂ ରାଜାଙ୍କୁ ନେଇ ଯେଉଁ ଚାଲିଥିଲା ଏବଂ ଯେଉଁ ଗଣ୍ଡଗୋଳ ଚାଲିଥିଲା ଏବଂ ଫକୀରମୋହନଙ୍କୁ ଧରଣୀଧର ଗୋଷ୍ଠୀ ବାନ୍ଧି ନେବା ଏବଂ ଚତୁରତାର ସହିତ ସେଠୁ ମୁକ୍ତି ପାଇବା ଏବଂ କୌଶଳରେ ମୁକ୍ତି ପାଇଲା ପରେ ପରେ ତାପରେ ପରେ ସେ ମାନେ 1842 ବେଳକୁ ସେ କେନ୍ଦୁଝର ଛାଡୁଛନ୍ତି ଏବଂ 1844 ପର୍ଯ୍ୟନ୍ତ ଫକୀରମୋହନ କଣ କରିଛନ୍ତି ସେ ସମ୍ପର୍କରେ ତାଙ୍କ ଆତ୍ମଜୀବନରେ ବିଶେଷ କିଛି ଉଲ୍ଲେଖ କରାଯାଏ ନାହିଁ। କିନ୍ତୁ 1894-86 ପର୍ଯ୍ୟନ୍ତ ଦ୍ୱିତୀୟ ଥର ପାଇଁ ସେ ପୁଣି ଡୋମପଡ଼ା ଦେବାନ ଭାବରେ ନିଯୁକ୍ତି ପାଉଛନ୍ତି। ଡୋମପଡ଼ାରେ ପହଞ୍ଚିଲା ବେଳକୁ ରାଜା ସାହେବଙ୍କ ଋଣ ବହୁତ ବଢି ଯାଇଥିଲା ଏବଂ ଫକୀରମୋହନଙ୍କ ପାଇଁ 1894 ମଧ୍ୟ ଏକ ଦୁର୍ଭାଗ୍ୟର ବର୍ଷ ଥିଲା। ଏଇ ବର୍ଷ କୃଷ୍ଣ ଦେୱାନୀ ମଧ୍ୟ ମୃତ୍ୟୁବରଣ କରିଥିଲେ। ସେ ପିଲାମାନଙ୍କୁ ମଧୁବାବୁଙ୍କ ଦାୟିତ୍ୱରେ ମଧୁସୂଦନ ରାଓ ହେଲା ମଧୁବାବୁଙ୍କ ଦାୟିତ୍ୱରେ କଟକରେ କିଛି ଦିନ ରଖିଥିଲେ। ପରେ ସ୍ୱତନ୍ତ୍ର ଘର ଭଡ଼ା କରିକି ରଖାଇଲେ। ଏତିକି ବେଳେ ରାଜାଙ୍କର ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତାବ ଆସିଲା। କନିକାର ବୃଦ୍ଧା ରାଣୀଙ୍କ କନ୍ୟା ସହିତ ବିବାହ କଲେ। ସେ ରାଜାଙ୍କର ସମସ୍ତ ଦିଏଣା ପରିଶୋଧ କରିଦେବେ ବୋଲି ପ୍ରତିଶ୍ରୁତି ଦେବାରୁ ଫକୀରମୋହନଙ୍କ ପରାମର୍ଶ ଅନୁଯାୟୀ ସେଇଠାରେ ବିବାହ କାର୍ଯ୍ୟ ସମାପନ ହେଇଥିଲା। କିନ୍ତୁ ସେଇ ସମୟରେ ଫକୀରମୋହନ ବ୍ୟାଧିଗ୍ରସ୍ତ ହେଇ ପଡିଥିଲେ। କନିକା ମ୍ୟାନେଜରଙ୍କ ପରାମର୍ଶ ଅନୁଯାୟୀ ଏବଂ କନିକା ରାଜକନ୍ୟା ଓ ବର୍ତ୍ତମାନର ଡୋମପଡ଼ା ରାଣୀ ସାହେବଙ୍କ ଅନୁରୋଧରେ ଡୋମପଡ଼ା ରାଜା ତାଙ୍କୁ ପଦଚ୍ୟୁତ କଲେ। ଫକୀରମୋହନଙ୍କ ବିରୋଧୀ ଗୋଷ୍ଠୀ ରାଜା ସାହେବଙ୍କୁ ବୁଝେଇ କହିଥିଲେ ତାଙ୍କର ଅପରିଣାମ ଦୋଷିତା ଯୋଗୁଁ ସବୁ ଦେଣା ହେଇଛି ବୋଲି। ତେଣୁ ଏଇ ଭୁଲ ବଶବର୍ତ୍ତୀ ରାଜା ଫକୀରମୋହନଙ୍କୁ ବିତାଡ଼ିତ କରିଥିଲେ ଏବଂ ଡୋମପଡ଼ାରେ ଥିବା ସମୟରେ ଫକୀରମୋହନ ନିଜ ଘର ଠାରୁ ପାଥପୁର ପର୍ଯ୍ୟନ୍ତ ସଡ଼କ ନିର୍ମାଣ କରିଥିଲେ, କୂଅ ଖୋଳିଥିଲେ, ବନ୍ଦୋବସ୍ତ ଦ୍ୱାରା ଭୂମିକର ଭାବରେ ମାସିକ 3000ରୁ ଅଧିକ କର ଆଦାୟ କରୁଥିଲେ, ଗୋଟିଏ ଡାକ ବଙ୍ଗଳା ତିଆରି କରିଥିଲେ, ସ୍କୁଲ ନିର୍ମାଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ କିଛି ଦିନ ବେକାର ରହିବା ପରେ ଡୋମପଡ଼ା ରାଜା ସାହେବ ତାଙ୍କୁ କଟକରେ ଏଜେଣ୍ଟ ଭାବରେ ନିଯୁକ୍ତି ଦେଲେ। କିନ୍ତୁ ଅଳ୍ପ ଦିନ କାର୍ଯ୍ୟ କରି ସେଥିରୁ ଇସ୍ତଫା ଦେଲେ ଏବଂ ମୁଁ ଯାହା କହୁଥିଲି ଶେଷରେ 1899 ତତ୍କାଳୀନ ଯୋଉ କେନ୍ଦ୍ରାପଡ଼ା ଜମିଦାର ଲକ୍ଷ୍ମୀନାରାୟଣ ଜୟଦେବଙ୍କ ଠାରୁ ସେ ଟେଲିଗ୍ରାମ ପାଇଁ ଅକ୍ଟୋବର ମାସରେ ସେଠିକୁ ଯାଇଥିଲେ ଏବଂ କେନ୍ଦ୍ରାପଡ଼ା ଜମିଦାର ଯେ ଦେବସେବା ଏବଂ ଅତିଥି ସେବା ଯୋଉ ପ୍ରାୟ କର ଭାବରେ ବୁଡିଥିଲେ ଏବଂ এই ସାଧୁ ସେବା ଯୋଗୁଁ ଏବଂ ଅନେକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା। ଫକୀରମୋହନ ଚେଷ୍ଟା କରିଥିଲେ ଯେ ସେଇ ଖର୍ଚ୍ଚକୁ କମେଇବା ପାଇଁ, କିନ୍ତୁ ଜମିଦାର ତାକୁ ମାନି ନଥିଲେ ଏବଂ ଯେତେବେଳେ ସେ ଦେଖିଲେ ଯେ ମୋ ଅଯଥାରେ ମୁଁ ଏଠି ପଇସା ନେବି କିନ୍ତୁ ରାଜାଙ୍କର କୌଣସି ଉପକାର କରିପାରିବି ନାହିଁ, ସେ ପଳେଇ ଆସିଲେ। ତେଣୁ ମୋଟାମୋଟି ଭାବରେ ଏହା ହଉଛି ଫକୀରମୋହନଙ୍କର ପ୍ରଶାସନିକ ଜୀବନର କଥା। କିନ୍ତୁ
এই প্রশাসনিক জীবনের যে সে অনুভূতি পাইলে সেই অনুভূতি পরবর্তী সময়ের ତାଙ୍କର ସାହିତ୍ୟର ଯୋଉ ଦିଗ ରହିଥିଲା ତାକୁ ଅଧିକ ବିସ୍ତାରିତ କରିପାରିଥିଲା କାହିଁକି ଏଇ ସମୟରେ ସେ ବହୁ ଲୋକଙ୍କ ସମ୍ପର୍କ ଆସିଥିଲେ କେବଳ ସେତିକି ନୁହେଁ କୋଉ ଲୋକଙ୍କ ସହିତ କେମିତି ବ୍ୟବହାର କରିବାକୁ ପଡେ ତାହା ମଧ୍ୟ ଏଇଠୁ ସେ ପ୍ରଶାସନିକ ଜୀବନ ସେ ଶିଖିଥିଲେ ଏବଂ ସେଇଥିପାଇଁ ଆମେ ଫକୀରମୋହନଙ୍କ କଥା ସାହିତ୍ୟ ହଉ ଏଭଳି ମଧ୍ୟ କବିତା ହଉ ଆମେ ଯୋଉ ଚରିତ୍ର ମାନଙ୍କର ଯୋଉ ବିଚିତ୍ରତା ଆମେ ଦେଖିବାକୁ ପାଉଛୁ ଯୋଉ ବହୁବିଧ ଚରିତ୍ର ଆମେ ଦେଖିବାକୁ ପାଉଛୁ ଯୋଉ ଭିନ୍ନ ଭିନ୍ନ ଚରିତ୍ର ଆମେ ଦେଖିବାକୁ ପାଉଛୁ ଏହା କେବଳ ତାଙ୍କର ପ୍ରଶାସନିକ ଜୀବନ ଯୋଗୁଁ ସମ୍ଭବ ହେଇପାରିଥିଲା କାରଣ ସେ ଖଳ ଲୋକମାନଙ୍କ ସମ୍ପର୍କରେ ଆସିଛନ୍ତି ସେଠି ସେ ବିଶ୍ୱାସଘାତକ ମାନଙ୍କ ସମ୍ପର୍କରେ ଆସିଛନ୍ତି ସାଧୁ ଲୋକମାନଙ୍କ ସହିତ ସମ୍ପର୍କରେ ଆସିଛନ୍ତି ବଡ ବଡ ଅଧିକାରୀ ମାନଙ୍କ ସମ୍ପର୍କରେ ଆସିଛନ୍ତି ସବୁ ଚରିତ୍ରକୁ ବୁଝିବା ଭଳି ସବୁ ଚରିତ୍ରକୁ ଜାଣିବା ଭଳି ଗୋଟେ ଜ୍ଞାନ ସେ ପାଇଛନ୍ତି ଏବଂ ତାକୁ ନେଇ ପରବର୍ତ୍ତୀ ସମୟରେ ସେ ସାହିତ୍ୟ ରଚନା କରିଛନ୍ତି ଏବଂ ଆଉ ଗୋଟେ କଥା ବଡ କଥା ଯେ ହେଉଛି ଯେ ଫକୀରମୋହନ ସେ ସମୟରେ ଯେତେ ଜଣ ପ୍ରଶାସନିକ ଅଧିକାରୀ ଭାବରେ କାମ କରିଛନ୍ତି ସମସ୍ତଙ୍କ ଠାରୁ ଶିକ୍ଷାଗତ ଯୋଗ୍ୟତା ଏକାଡେମିକ କ୍ୱାଲିଫିକେସନ ଯୋଉଟା କହନ୍ତି ଫକୀରମୋହନଙ୍କ ସବୁଠାରୁ କମ୍ ଥିଲା କିନ୍ତୁ ବଡ ଆଶ୍ଚର୍ଯ୍ୟର କଥା ପ୍ରଶାସନିକ ଜୀବନରେ ଯଦି ଅଧିକାଂଶ କ୍ଷେତ୍ରରେ ସେ ସଫଳ ହେଇଥାନ୍ତି ସେ ହେଉଛନ୍ତି ଫକୀରମୋହନ ସେନାପତି ଏକଥା ସତ ଯେତେବେଳେ ଜଣେ ଲୋକ ଅଧିକ ପ୍ରଶଂସିତ ହୁଏ ତାଙ୍କର ଅଧିକ ଶତ୍ରୁ ହୁଅନ୍ତି ଫକୀରମୋହନଙ୍କ ଜୀବନରେ ତାହା ହିଁ ହେଇଛି ଏବଂ ସେଇ ଯୋଉ ଅନୁଭୂତି ସେ ଲାଭ କରିଥିଲେ ପ୍ରଶାସନିକ ଜୀବନରେ ସେଇ ଅନୁଭୂତି ହିଁ ମଣିଷକୁ ଚିହ୍ନିବା ପାଇଁ ତାଙ୍କୁ ଆଉ ଗୋଟେ ଭିନ୍ନ ଚକ୍ଷୁ ଦେଇଥିଲା ତେଣୁ ସେଇଥିପାଇଁ ଆମେ କହୁଛୁ ଆମେ ଏ କଥା ତ କହୁଛୁ ଯେ ଫକୀରମୋହନଙ୍କର କଥା ସାହିତ୍ୟ ସାର୍ବକାଳୀନ କାରଣ ସେ ଯୋଉ ମଣିଷ ମାନଙ୍କୁ ଦେଖିଥିଲେ ସେ ମଣିଷ ମାନେ ହଉଛନ୍ତି ସେଇ ପ୍ରକାର ମଣିଷ ଯିଏକି ଆମ ସମାଜରେ ସବୁବେଳେ ଜନ୍ମ ନିଅନ୍ତି ତେଣୁ ସେଇଥିପାଇଁ ସେଇ ଚରିତ୍ର ମାନଙ୍କୁ ଯୋଉ ପଢିବାର ଯୋଉ ତାଙ୍କର ଯୋଉ ଅନ୍ତର୍ଦୃଷ୍ଟି ଥିଲା ସେଇ ଅନ୍ତର୍ଦୃଷ୍ଟି ଦ୍ଵାରା ସେ ଯୋଉ ଜ୍ଞାନ ଲାଭ କରିଥିଲେ ତାହାକୁ ସେ ପରୀକ୍ଷା କରିଛନ୍ତି ତାଙ୍କ ସାହିତ୍ୟ ମାନଙ୍କରେ